ସୁକିନ୍ଦା କଲେଜରେ ରକ୍ତଦାନ ଶିବିର। କୁହନ୍ତି ରକ୍ତଦାନ ମହାପୁଣ୍ୟ। ରକ୍ତଦାନ କରିବା ଦ୍ୱାରା ନିଜର ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଅନ୍ୟ 3 ଜଣଙ୍କ ଜୀବନ ବଞ୍ଚାଇ ହୁଏ। ସେହି ମହତ ଉଦ୍ଦେଶ୍ୟ ପାଇଁ ଆଜି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସୁକିନ୍ଦା କଲେଜଠାରେ ଜିଲ୍ଲା ଡିଷ୍ଟ୍ରିକ୍ଟ ମେଡିକାଲ ଆଣ୍ଡ ପବ୍ଲିକ ହେଲ୍ଥ ଅଫିସ ଆନୁକୂଲ୍ୟରେ ସୁକିନ୍ଦା କଲେଜର ୟୁଥ ରେଡ୍ କ୍ରସ ୟୁନିଟ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସୁକିନ୍ଦା କଲେଜର ଛାତ୍ରଛାତ୍ରୀ ଅଧ୍ୟାପିକାଙ୍କ ସହିତ ଆଖପାଖ ଅଞ୍ଚଳର ଅନେକ ରକ୍ତଦାତା ରକ୍ତଦାନ କରିଥିଲେ। ସୁକିନ୍ଦା ବ୍ଲକ ଦୁଧୁଝରି ପଞ୍ଚାୟତର ମଙ୍ଗଳପୁର ଗ୍ରାମର ଦ୍ୱିଜେନ୍ଦ୍ର କୁମାର ଘୋଷ ରକ୍ତଦାନ କରିବା ସହିତ 100ତମ ରକ୍ତଦାନ କରିବା ରେକର୍ଡ କରିଛନ୍ତି। ଆଜି ଏହି ରକ୍ତଦାନ ଶିବିରର ସୁକିନ୍ଦା ଥାର୍ଡ ବାଟାଲିୟନ ଦ୍ରୁତ ଦୁର୍ଗପତି ଓ କମାଣ୍ଡର ଶେଖ୍ ୟାବୁବ ଖାନ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁକିନ୍ଦା କଲେଜ ଅଧ୍ୟକ୍ଷ ଜ୍ଞାନରଞ୍ଜନ ନାୟକ, ଏନସିସିର ସୁଚିତ୍ରା ଦାସ, ଏନଏସଏସର ପୁଷ୍ପାଞ୍ଜଳି ସାହୁ, ୱାଇଆରସିର ଅରକ୍ଷ ମଲ୍ଲିକ ଯୋଗ ଦେଇଥିଲେ। କଲେଜର ଏନସିସି ଛାତ୍ରଛାତ୍ରୀମାନେ ରକ୍ତଦାନ ଶିବିର ଉପସ୍ଥିତ ରହି ସହଯୋଗ କରିଥିଲେ। 18 ବର୍ଷରୁ ଉର୍ଦ୍ଧ୍ୱ ଏବଂ 45 କେଜି ଅଧିକ ଏବଂ ରକ୍ତର ହିମୋଗ୍ଲୋବିନ୍ ଅତି କମରେ 12.5 ଗ୍ରାମର ପ୍ରତିଶତ ଥିଲେ ଜଣେ ରକ୍ତଦାନ କରିପାରିବେ। ରକ୍ତଦାନ ସମୟ ସାପେକ୍ଷ କିମ୍ବା କ୍ଷଣଦାୟକ ନୁହେଁ। ଜଣେ ବ୍ୟକ୍ତିଗତ ନିଜ ଓଜନ ଅନୁଯାୟୀ କିଲୋଗ୍ରାମ ପ୍ରତି 6ରୁ 8 ମିଲି ପର୍ଯ୍ୟନ୍ତ ରକ୍ତଦାନ କରିପାରେ। ଜଣେ ସୁସ୍ଥ ପୁରୁଷ ପ୍ରତି 3 ମାସର ବ୍ୟବଧାନରେ ଏବଂ ସ୍ତ୍ରୀ ପ୍ରତି 4 ମାସ ବ୍ୟବଧାନରେ ରକ୍ତଦାନ କରିପାରିବେ।